କରୋନାର କରାଳ ରୂପ ଆଜିର ବିଗ୍ ଡିସ୍କସନରେ ଆମେ ଆଲୋଚନା କରିବା କି କରୋନା ଭ୍ୟାକ୍ସିନ୍ ମାଧ୍ୟମରେ କେତେ ଲୋକଙ୍କୁ ଉପକାର ମିଳିଛି ଆଉ କେତେ ଲୋକଙ୍କୁ ଅପକାର ମିଳିଛି ଅର୍ଥାତ୍ କରୋନା ଭ୍ୟାକ୍ସିନ୍ର ସମ୍ପୂର୍ଣ୍ଣ ସାଇଡ୍ ଇଫେକ୍ଟ ବିଷୟରେ ଆଜି ଆମେ ଡିସ୍କସନ୍ କରିବା। ପ୍ରଥମ କଥା ହେଉଛି କରୋନା ଭ୍ୟାକ୍ସିନ୍ ତିଆରି କରିବା ପାଇଁ ସାରା ବିଶ୍ୱର ବହୁତ ବଡ଼ ବଡ଼ ସାଇଣ୍ଟିଷ୍ଟ ମାନେ ଯୋଗଦାନ ଦେଇଛନ୍ତି। ତଥାପି ମଧ୍ୟ କରୋନା ଭ୍ୟାକ୍ସିନ୍ ତିଆରି କରିବାରେ ସେ ସମ୍ପୂର୍ଣ୍ଣ ରୂପେ ସଫଳ ହେଇପାରିନାହାନ୍ତି। ଇଏ ଗୋଟେ ବହୁତ ବଡ଼ ଦୁଃଖର କଥା, ବହୁତ ବଡ଼ ନିନ୍ଦନୀୟ କଥା ଆପଣମାନେ କହିପାରିବେ। କାରଣ ଯେତେବେଳେ କୌଣସି ଗୋଟେ ଲୋକ କୌଣସି ଗୋଟେ ସାଧାରଣ ଲୋକ ଯେତେବେଳେ ଦାବି କରୁଛି କି କରୋନା ଭ୍ୟାକ୍ସିନ୍ ମାଧ୍ୟମରେ ଆବଶ୍ୟକତା ନାହିଁ ଲୋକମାନଙ୍କୁ ଚିକିତ୍ସା କରିବା, ଆମେ ଗୋଟେ ସାଧାରଣ ଉପାୟ ମାଧ୍ୟମରେ ମଧ୍ୟ ଆମେ ଅତି କମ୍ ଟଙ୍କାରେ ଖର୍ଚ୍ଚ କରିକି ଘରୋଇ ଭାବରେ ମଧ୍ୟ ଏ ସମସ୍ୟାକୁ ସମାଧାନ କରିପାରିବା, ତାହେଲେ ସେପରି କ୍ଷେତ୍ରରେ ସରକାର କ'ଣ ପାଇଁ ସେସବୁ ଜିନିଷକୁ ପ୍ରମୋଟ ନ କରିକି ସେଇ ଜିନିଷକୁ ହିଁ ସରକାର ପ୍ରମୋଟ କରୁଛି ଯେଉଁଥିରେ କି ଅଧିକ ଟଙ୍କା ଲାଗିପାରିବ, ଯେଉଁଥିରେ କି ବହୁତ ଦାମୀ ଦାମୀ ଡକ୍ଟରମାନଙ୍କର ଭୂମିକା ଥିବ। ସମସ୍ୟା ଏଇଠି ନାହିଁ କି ଯେତେବେଳେ ସମସ୍ୟା ଗୋଟେ ଦେଖାଦେଉଛି ସେତେବେଳେ ଆମକୁ ଦେଖିବା ପାଇଁ ପଡ଼ିବ କୌଣସି ଗୋଟେ ଉପାୟରେ ହେଉନା କାହିଁକି ସେ ସମସ୍ୟା ସମାଧାନର ବାଟ ଠିକ୍ ମିଳିପାରୁଥିବା ଦରକାର। ଚାहे ସେ ହେଉଛି ମୂର୍ଖ ଲୋକଙ୍କ ଠାରୁ ହେଇଥାଉ ଅଥବା ପାଠୁଆ ଲୋକଙ୍କ ପାଖରୁ ହେଇଥାଉ। ଭ୍ୟାକ୍ସିନ୍କୁ ଯେତିକି ଲୋକମାନେ ଭ୍ୟାକ୍ସିନ୍କୁ ବ୍ୟବହାର କରୁଛନ୍ତି ବା ଆଜିକା ଡେଟ୍ ପର୍ଯ୍ୟନ୍ତ ଯେତିକି ଲୋକ କରୋନା ଭ୍ୟାକ୍ସିନ୍କୁ ୟୁଜ୍ କରିସାରିଲେଣି, ତନ୍ମଧ୍ୟରୁ ବହୁତ ଗୁଡ଼ାଏ ଲୋକ ସାଇଡ୍ ଇଫେକ୍ଟରେ ଆକ୍ରାନ୍ତ ହେଇଥିବା ସ୍ଥଳେ ଅନେକ ଗୁଡ଼ାଏ ଲୋକ ମଧ୍ୟ ମୃତ୍ୟୁବରଣ କରିସାରିଲେଣି। ମନେକର ଯେଉଁ କୌଣସି ଗୋଟେ ଲୋକ ଏଇ ଟାଇପ୍ର ମେଡିସିନ୍ ତିଆରି କରି ଲୋକମାନଙ୍କୁ ପ୍ରଦାନ କରିଥାନ୍ତା, ଯଦି କୌଣସି ଗୋଟେ ଲୋକର ବାଇ ମିଷ୍ଟେକ୍ରେ ଯଦି ତାର ମୃତ୍ୟୁ ହେଇଯାଇଥାନ୍ତା, ତାହେଲେ ଆଜିକା ଦୁନିଆର ବା ଆଜିକା ସମୟର ଯେଉଁ ମିଡ଼ିଆ ମାନେ ଅଛନ୍ତି ସେ ଲୋକଟିକୁ ବିଚରା ଏ ଦୁନିଆରେ ବଞ୍ଚିବା ପାଇଁ ମଧ୍ୟ ତାକୁ ଦେଇନଥାନ୍ତେ। ତ ଏଥିପାଇଁ ମୁଁ ଆପଣଙ୍କୁ କହିବି କି ବର୍ତ୍ତମାନ ଯେହେତୁ ଇଏ ବଡ଼ ବଡ଼ିଆ ମାନଙ୍କର ଖେଳ ଚାଲିଛି, ତେଣୁ ଯେତେ ଗୁଡ଼ାଏ ଲୋକ ମରିଲେ ମଧ୍ୟ ସେଥିରେ କିଛି ଫରକ ପଡ଼ିବ ନାହିଁ। ଏହି ହିସାବରେ ମୁଁ କହିବାକୁ ଚାହୁଁଛି କି ଯଦି ଲୋକମାନଙ୍କର ସାଇଡ୍ ଇଫେକ୍ଟ ଦେଖାଯାଉଛି ତ ସେ ମେଡିସିନରେ ପରିବର୍ତ୍ତନ କରନ୍ତୁ। ସରକାରକୁ ମଧ୍ୟ ଏଥିପାଇଁ ଧ୍ୟାନ ଦେବା ପାଇଁ ପଡ଼ିବ ଯେ ସେ ମଧ୍ୟ ସବୁ ଲୋକଙ୍କ ପାଖରେ ଡିକ୍ଲାରେସନ୍ ଦିଅନ୍ତୁ କି ହଁ ତାର ପ୍ରପର ଟେଷ୍ଟ କରାଯାଇଛି ଏବଂ ସେ ଭ୍ୟାକ୍ସିନ୍ ୟୁଜ୍ କଲେ କୌଣସି ପ୍ରକାର ମଧ୍ୟ ଦେହରେ ସାଇଡ୍ ଇଫେକ୍ଟ ଦେଖାଦେବନି। ଯଦି କୌଣସି କାରଣବଶତଃ ମଧ୍ୟ ଦେଖାଯାଉଛି ତାହା ଅଳ୍ପ ଦିନ ମଧ୍ୟରେ ଠିକ୍ ହେଇଯିବ। ତ ଏମିତି କ୍ଲାରିଫିକେସନ୍ ଦେଲେ ଲୋକମାନଙ୍କ ମନ ଭିତରେ ଥିବା ଭୟ ନିଶ୍ଚିତ ରୂପରେ ଦୂର ହେଇପାରିବ। ଏବେ ପର୍ଯ୍ୟନ୍ତ ବି ଲୋକମାନେ ଯେତିକି ଇଣ୍ଟରେଷ୍ଟେଡ୍ ଅଛନ୍ତି କି ସେ ଭ୍ୟାକ୍ସିନ୍ ନେବା ପାଇଁ ସେତିକି ଭୟଭୀତ ଅବସ୍ଥାରେ ମଧ୍ୟ ଅଛନ୍ତି। କାରଣ ଏହି ସାଇଡ୍ ଇଫେକ୍ଟ କାରଣରୁ ଅନେକ ଗୁଡ଼ିଏ ଲୋକମାନଙ୍କର ପ୍ରାଣହାନି ମଧ୍ୟ ଘଟିପାରେ। ସରକାର ଆଜିକା ସମୟରେ ଭାରତ ହଉ ଅଥବା ଭାରତ ବାହାରେ ଥିବା ଦେଶଗୁଡ଼ିକ ହଉ ବହୁତ ଉନ୍ନତି କରିସାରିଲେଣି। ତ ଏପରି କ୍ଷେତ୍ରରେ ବିନା ସାଇଡ୍ ଇଫେକ୍ଟ ବାଲା କରୋନା ଭ୍ୟାକ୍ସିନ୍ ସରକାର କ'ଣ ପାଇଁ ଡେଭଲପ୍ କରୁନାହାନ୍ତି? କ'ଣ ସାଇଣ୍ଟିଷ୍ଟ ମାନଙ୍କ ପାଖରେ ନଲେଜର ଅଭାବ ଅଛି? କ'ଣ କେବଳ ଏଲୋପାଥିକ୍ ମେଡିସିନ୍ ମାଧ୍ୟମରେ କ'ଣ ଏହାର ଚିକିତ୍ସା କରାଯାଇପାରିବ? କ'ଣ ଆୟୁର୍ବେଦିକରେ ଏହାର ଚିକିତ୍ସା କରିବାର ପ୍ରୋସେସ୍ ନାହିଁ? ହଁ, ଯଦି ଅଛି ତାହେଲେ ସରକାର କ'ଣ ପାଇଁ ଜାଣିଶୁଣି ଅନ୍ଧ ହେଉଛନ୍ତି, ଜାଣିଶୁଣି ମୂକ ପାଲଟି ଯାଉଛନ୍ତି ଏବଂ ବଧିର ମଧ୍ୟ ପାଲଟି ଯାଉଛନ୍ତି ଆୟୁର୍ବେଦକୁ ଡେଭଲପ୍ କରିବା ପାଇଁ, ଆୟୁର୍ବେଦକୁ ପ୍ରଚାର ପ୍ରସାର କରିବା ପାଇଁ? ଏମିତି କ'ଣ ଖେଳ ଚାଲିଛି, ଏମିତି କ'ଣ ରାଜନୀତିର ଖେଳ ଚାଲିଛି ଯଦ୍ୱାରା କି ଆୟୁର୍ବେଦକୁ ପଛରେ ପକାଇ ଦିଆଯାଉଛି ଆଉ ସେଇ ସବୁ ଜିନିଷକୁ ହିଁ ପ୍ରମୋଟ କରାଯାଉଛି ଯେଉଁଥିରେ କି ସ୍ୱାର୍ଥ ଜଡ଼ିତ ହେଇକି ଅଛି, ରାଜନୀତିର ସ୍ୱାର୍ଥ ଜଡ଼ିତ ହେଇକି ଅଛି। ଆମେ ସମସ୍ତେ ଜାଣିଛୁ କି ବାବା ରାମଦେବ ମଧ୍ୟ ଏକଥା ପ୍ରଚାର କରିଥିଲେ କି ତାଙ୍କ ଦ୍ୱାରା ଯେଉଁ କରୋନା କିଟ୍ ମଧ୍ୟ ସେମାନେ ବାହାର କରିଥିଲେ, ଯଦ୍ୱାରା କି ଗୋଟେ ଲୋକ ନିଶ୍ଚିତ ରୂପେ ତାକୁ ଅଳ୍ପ ଦିନ ବ୍ୟବହାର କରିବା ଦ୍ୱାରା ତା ଶରୀରର ଯେଉଁ ଇମ୍ୟୁନିଟି ପାୱାର ବୁଷ୍ଟ ହେଇଯିବ, ଯଦ୍ୱାରା କି ତା ଦେହରେ କୌଣସି ପ୍ରକାର ଭୂତାଣୁ ମଧ୍ୟ ଆକ୍ରାନ୍ତ କରିପାରିବେ ନାହିଁ। ଆଉ ଏକଥା ସିଏ ପ୍ରମାଣ କରିକି ମଧ୍ୟ ଦେଖେଇଥିଲେ। ତ ଏପରି କ୍ଷେତ୍ରରେ ସାରା ଭାରତବାସୀଙ୍କୁ ସେସବୁ ଜିନିଷ ପ୍ରଦାନ କରିବା ପରିବର୍ତ୍ତେ କ'ଣ ପାଇଁ ଏମିତି ଏକ ଔଷଧ ବା ଏମିତି ଏକ ଟୀକା ଦେଉଛନ୍ତି ଯେଉଁ ଟୀକାର କି ସାଇଡ୍ ଇଫେକ୍ଟ ଅଛି ଏବଂ ସରକାର ମଧ୍ୟ ସେସବୁ ଟୀକାକୁ ପ୍ରୋତ୍ସାହନ କରୁଛନ୍ତି। ଯେଉଁ ସବୁ ଜିନିଷକୁ ଲୋକମାନେ ବ୍ୟବହାର କରିବା ଦ୍ୱାରା ମୃତ୍ୟୁବରଣ ମଧ୍ୟ କରୁଛନ୍ତି, ଯେଉଁ ସବୁ ଟୀକାକୁ ବ୍ୟବହାର କରିବା ଦ୍ୱାରା ଲୋକମାନଙ୍କ ଭିତରେ ଭୟ ସୃଷ୍ଟି ହେଉଛି ଏବଂ ଯେଉଁ ସବୁ କରୋନା ଭ୍ୟାକ୍ସିନ୍କୁ ବ୍ୟବହାର କରିବା ଦ୍ୱାରା ଲୋକମାନେ ଅସୁସ୍ଥ ମଧ୍ୟ ହେଉଛନ୍ତି, ସେପରି ଜିନିଷକୁ ସରକାର କ'ଣ ପାଇଁ ପ୍ରମୋଟ କରୁଛନ୍ତି? ଯେତେବେଳେ ବାବା ରାମଦେବ କୌଣସି ଗୋଟେ ଜିନିଷକୁ ତାଙ୍କ ନିଜସ୍ୱ ଜ୍ଞାନ କୌଶଳରେ ହଉ ଅଥବା ବହୁତ ପ୍ରାଚୀନ ଜ୍ଞାନ କୌଶଳରେ ସେ ଦ୍ୱାରା କୌଣସି ଗୋଟେ ଜିନିଷକୁ ବାହାର କରିଥିଲେ, ତ ସେସବୁ ଜିନିଷ ତ ବିନା ସାଇଡ୍ ଇଫେକ୍ଟ ବାଲା ଥିଲା। କମ୍ ସେ କମ୍ ଏଇ ଯେଉଁ ବର୍ତ୍ତମାନ ଏଲୋପାଥିକରେ ଯେଉଁ ଟ୍ରିଟମେଣ୍ଟ ଚାଲିଛି ସେଇ ଟ୍ରିଟମେଣ୍ଟରେ ଲୋକମାନଙ୍କ ଶରୀରରେ କ୍ଷତି ଘଟୁଛି, କିନ୍ତୁ
बाबा रामदेव जो सब जिनस को देते से सब जिनस तो कौन सी प्रकार असुविधा हो ना तो कौन पे से सब जिनस को प्रमोट करा जाउ नहीं एडी केवल गोटे मात्र जिनस हमको स्पष्ट नजर आसु कि सब जिनस केवल राजनीतिर खेल चलती लोक पाखे एक प्रकार भय सृष्टि जहाद्वारा कि से भयर लोक मैंने भयभीत हो आपण मानक कोरोना आपण मानक एमती आपण मानक सेमती सारा विश्व में यार ट्रिटमेंट कर कौन प्रकार जिनस ना डॉक्टर मानक एमती ट्रेनिंग दि जाऊँगी कि लोक मानक एमती भूतिया बन दौरान सीधा सड़क लोक मानक कहते कोरोना को भल करने कौन प्रकार आयुर्वेदिक कौन प्रकार देशी चिकित्सा तौर मैंने प्रयोग कले भल हो ना केवल आपको प्रॉपर भाव में डॉक्टर मैंने तैयारी करथुवा जिनसरे ही भल हो पारिबो साधारण लोक माने विश्वास मध्य कर दउचंती कारण से माने बा कोन जानंती राजनीतिर खेल से माने कोन बुझंती साधारण मनुष्य माने विश्वास मध्य कर दउचंती आ ठीक सेतिकी बेले जेतेबेले कोन से गोटे मनुष्य भयभीत अवस्था रे थाए सेतिकी बेले एंट्री मारुचंती को माने राजनीति खेलुवा बड़ बड़ नेता माने एंट्री मारुचंती आ सेमानंकु सेही मेडिसिन दउचंती जो मेडिसिन को लोक माने खाइबा द्वारा ताकर अल्प टिके तो भल हो जाउची किंतु बहुत गुडा समस्या सृष्टि होची सेही टाइप रे औषध प्रदान करी सेमानको विश्वास को जितुचंती जो द्वारा कि परवर्ती मुहूर्त रे सेमानको ही भोट मिलिबो सेमाने शासन गादी रे बसी परिबे आपण एई कथा को टिके गहर भाबरे आपण माने डीपली भाबरे आपण माने चिंता करंतु वास्तव रे एटा ठीक ना भूल जदि एक कथा भूल ताले रामदेव बाबा जो सब औषध को तैयारी करथिले कोरोना किट को तैयारी करथिले सेतिर तो कौन प्रकार साइड इफेक्ट नहीं ताले से सब जिंस को कोन पे प्रमोट करा गलानी पुणी से तो स्वदेशी को ज्ञान कौशल तैयारी हेची भारतर टंका भारत रे ही रहितांता तो भारतर टंका विदेश कोन पे जीवो तो संपूर्ण रूप नजर आछि कि एथे राजनीतिर खेल ही चलीछि सबठारु बड़ प्रश्न सृष्टि होछि कि कोरोना वैक्सीन को नेबा परे शरीर रे अन्य प्रकार मेडिसिन काम दब तो पुरी सेही मेडिसिन थरे ग्रहण करिबा परे छोट पिला को शरीर रे किछि क्षति होबनी तो एमिति तमाम किछि प्रश्न मन भीतर सृष्टि होछि जदि गोटे वयस्क लोक जदि से मेडिसिन रो पावर को सही पारु नाही ताले गोटे छोट पिला जदि से वैक्सीन बा से कोरोना टीका जदि गोटे छोट पिला नबो ताले से केमिति सहीबो तार कौन देहरे से पावरफुल केमिकल औषधर अवस्था कौन हम केबे आपण माने भाबिजंती तो एसबु विषय रे लोक मानको क्लारिफिकेशन दियंतु अथवा एसबु टीकाकरण को बंद करंतु कम से कम लोक माने शांति रो बंची परिबे आ ये मीडिया मानको मते आपण रिक्वेस्ट करंतु कि बारंबार केवल निज माइंड रो नेगेटिव चिंता को लोक मानको भीतर सृष्टि न करंतु लोक मानको मन भीतर केमती पॉजिटिव चिंता हेई परिबो सेही टाइप रो न्यूज मते से माने प्रोवाइड करंतु ताकि लोक मानको मन भीतर ए कोरोना रो भय दूर हेई परिबो अन्य गोटे जिनस मन भीतर प्रश्न आसुची कि थरे एई टीका को ग्रहण कले मानव शरीर रे केते दिन पर्यंत से कार्य करि पारि थाए अर्थात तार पावर केते वर्ष पर्यंत शरीर रे रहि परिबो जदि एसब हिसाब विषय लोक माने जानिबेनी ताले जेमिति को सेमिति ही होबो कारण लोक माने आज काली तो निज नाम मध्य भूली जाउचंती तो एपरि क्षेत्र रे कोरोना टीका बाबद तांकर नॉलेज बा केते रहिबो अन्य गोटे जिनस होची आम मानकर एमिति बळे विश्वास आछि कि हाइब्रिड गछ जेमिति अल्प दिन पर्यंत तार आयुष थाए ठीक सेमिति एसबु जिनस मध्य हाइब्रिड अवस्था मध्य अछि कारण आमे समस्त जानिचु कि जेतक सब एलोपैथिक मेडिसिन दुनिया रे तयारी होछि से सब मेडिसिन तो बहुत सुंदर मेडिसिन माने बेले बेले से सब मेडिसिन जीवन को जीवदान मध्य देइता मनुष्य को बंची मध्य देइता एकदा सत किंतु एमिति बेले बेले लोक माने कोन करूचंती कि से मेडिसिन नारे लोक माने को ठकिबार लागिचंती एवं से मेडिसिन अल्प दिन पई तो देह रे कार्य करिवो किंतु परवर्ती मुहूर्त रे पुणी थरे से समस्या को सृष्टि करिवो एथिरे तिळे मात्र संदेह नाही किंतु जदि आयुर्वेद को जदि से माने प्रमोट करथांते एवं आयुर्वेद माध्यम रे जदि लोक माने को ठीक करिया को चेष्टा करथांते तले लंबा समय पर्यंत निश्चित रूप रे लोक माने सुस्थ होई कि रहि परथांते आमे जानिचु हाइब्रिड जिंस रे जे कोनसी जिंस आपण माने खांतु से अल्प विटामिन युक्त हेइता किंतु देसी जिंस जदि आपण माने खाइबे निश्चित रूप रे से अधिक विटामिन देई परिथाय अन्य गोटे प्रश्न मन सृष्टि होची कि जेतेबेले कौन सी गोटे लोक साधारण अवस्था रे रोगग्रस्त होई कि थाए
ଏବଂ ସେହି ସମୟରେ ଯଦି ସେ କରୋନା ଭ୍ୟାକ୍ସିନକୁ ମଧ୍ୟ ନେଉଛି ତାହେଲେ ତା ଶରୀରରେ ନେବା ମାତ୍ରେ ଏମିତି କ'ଣ ପରିବର୍ତ୍ତନ ଘଟୁଛି ଯଦ୍ୱାରା କି ସିଏ କରୋନା ଭୂତାଣୁକୁ ଲଢ଼ିବା ପାଇଁ ସକ୍ଷମ ହୋଇପାରୁଛି। କ'ଣ କେବେ ହେଲେ ଆପଣ ଏକଥା ଭାବିଛନ୍ତି ଏମିତି କ'ଣ ତା ଶରୀରରେ ପରିବର୍ତ୍ତନ ଆସୁଛି ଯଦ୍ୱାରା କି ତା ଶରୀର ସକ୍ଷମ ହୋଇଯାଉଛି କି କରୋନା ଭୂତାଣୁକୁ ଲଢ଼ିବା ପାଇଁ? ଯଦି ଆପଣମାନେ ଜାଣିନାହାନ୍ତି ତାହେଲେ ଆମେ ଆପଣଙ୍କୁ କ୍ଲିୟର କରିଦେଉଛେ। ବାସ୍ତବ କଥା ହେଉଛି ଆମ ଶରୀର ଯେଉଁ ରକ୍ତ କୋଷିକା ଅଛି ବା ସେ ରକ୍ତ କୋଷିକାରେ ହେଉଛି 2-3 ପ୍ରକାରର ଭୂତାଣୁ ଅଲରେଡି ଶରୀର ଭିତରେ ଆଭେଲେବଲ ଅଛନ୍ତି। ଆମେ ପୂର୍ବରୁ ପାଠ ପଢ଼ି ଆସିଛୁ ମଧ୍ୟ କି ଶ୍ୱେତ ରକ୍ତ କଣିକା ଆମ ଶରୀର ଭିତରେ ହେଉଛି ରୋଗ ପ୍ରତିରୋଧକ ଶକ୍ତି ଭାବରେ କାର୍ଯ୍ୟ କରିଥାଏ। ବା ଯାହାକୁ ଆମେ ନର୍ମାଲି ଭାଷାରେ ଆମେ ହେଉଛି ତାଙ୍କୁ ବାଟାଲିୟନ କହିପାରିବା, ଆର୍ମି ଫୋର୍ସ କହିପାରିବା, ବର୍ଡର ସିକ୍ୟୁରିଟି ମାନେ କହିପାରିବା। ଯେତେବେଳେ କୌଣସି ଏକ ସମସ୍ୟା ଆମ ଶରୀର ଭିତରେ ସୃଷ୍ଟି ହେଇଥାଏ ସର୍ବପ୍ରଥମେ ଏମାନେ ହିଁ ଆମ ଶରୀରକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥାନ୍ତି ଯେଉଁମାନେ କି ବର୍ଡର ସିକ୍ୟୁରିଟି ଭାବରେ ଅଛନ୍ତି। ଠିକ୍ ସେମିତି ଯେତେବେଳେ କୌଣସି ପ୍ରକାର ହଉ ଆମ ଶରୀର ଦୁର୍ବଳ ଅବସ୍ଥାରେ ଥାଏ ସେମାନେ ମଧ୍ୟ ଦୁର୍ବଳ ହେଇଯାଆନ୍ତି। ତ ଆମକୁ ଦେଖିବା ପାଇଁ ପଡ଼ିବ ଅନ୍ୟ ଗୋଟେ ଭୂତାଣୁ ଆମ ଶରୀର ଭିତରକୁ ପ୍ରବେଶ କରୁଛି ବା ଅନ୍ୟ ଗୋଟେ ଶତ୍ରୁ ଆମ ଶରୀର ଭିତରକୁ ପ୍ରବେଶ କରୁଛି ଏହାର ଅର୍ଥ ଆମ ଭିତରେ ଥିବା ଯେଉଁ ସୈନ୍ୟମାନେ ସେ ଦୁର୍ବଳ ଅବସ୍ଥାରେ ଅଛନ୍ତି। ତ ତାଙ୍କୁ ଆମେ ଟ୍ରିଟମେଣ୍ଟ କରିବା ନା ତାଙ୍କୁ ଆମେ ହେଉଛି ମଦ ନିଶା ଖୋଇ ତାଙ୍କୁ ବୃଦ୍ଧି କରିବା ବା ତାଙ୍କୁ ଉତ୍ତେଜିତ କରିବା? ଆପଣ ଯେଉଁ ଟିକା ନେଉଛନ୍ତି ବର୍ତ୍ତମାନ ଯେଉଁ ଟିକା ଆପଣଙ୍କ ଭ୍ୟାକ୍ସିନ୍ ନେଉଛନ୍ତି ସେ ଭ୍ୟାକ୍ସିନ୍ର କାମ ହେଉଛି ସେଇ ଶରୀର ଭିତରେ ଥିବା ଯେଉଁ ସୈନ୍ୟମାନେ ଅଛନ୍ତି ସେ ସୈନ୍ୟମାନଙ୍କୁ ଉତ୍ତେଜିତ କରିବା, ସେ ସୈନ୍ୟମାନଙ୍କୁ କେବଳ ମଦ ନିଶା ଟାଇପ୍ର ତାଙ୍କୁ ନିଶା କରିବା। ଏହା ବ୍ୟତୀତ ଦ୍ୱିତୀୟ କାର୍ଯ୍ୟ କିଛି ବି ନାହିଁ। ଯଦି ଆପଣ ତାଙ୍କୁ ନିଶା କରିବେ ସେ ନିଶା କେତେ ଦିନ ବା ରହିବ, ସେ ଉତ୍ତେଜିତ ଅବସ୍ଥା କେତେ ଦିନ ବା ରହିବ ସେମାନଙ୍କର। ଯଦି ସେମାନଙ୍କୁ ଆପଣ ସୁସ୍ଥ ସବଳ କରିବେ ନ୍ୟାଚୁରାଲ ତରିକାରେ ତାହେଲେ ହିଁ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ଆପଣଙ୍କ ଶରୀରରେ କାର୍ଯ୍ୟ କରିପାରିବେ। ଠିକ୍ ସେମିତି ଯଦି ଆପଣମାନେ ଏସବୁ ଟିକା ନେଉଛନ୍ତି ତାହେଲେ ତାର ପ୍ରମାଣ ମଧ୍ୟ ଜରୁରୀ ସରକାର ମଧ୍ୟ ପ୍ରଦାନ କରିବା ଦରକାର କି ଏ ଟିକା ଖାଇବା ଦ୍ୱାରା ବା ଏ ଟିକାକୁ ଦେହରେ ନେବା ଦ୍ୱାରା ମ୍ୟାକ୍ସିମମ୍ ଭାବରେ ଏତିକି ବର୍ଷ ପର୍ଯ୍ୟନ୍ତ ମଣିଷ ଗୋଟେ ସୁସ୍ଥ ହେଇକି ରହିପାରିବ। ଏଇ ଟାଇପ୍ର ଲୋକମାନଙ୍କ ପାଖରେ କ୍ଲାରିଫିକେସନ ପ୍ରଦାନ କଲେ ଲୋକମାନେ ନିଶ୍ଚିତ ରୂପେ ତାଙ୍କ ଭିତରେ ସୃଷ୍ଟି ହେଉଥିବା ଭୟ ଗୁଡ଼ାକ ଦୂର ହେଇପାରିବ। ଏପର୍ଯ୍ୟନ୍ତ ଲୋକମାନେ ନେଉଛନ୍ତି ସତ ସେ ଟିକା କିନ୍ତୁ ତାଙ୍କ ମନ ଭିତରେ ଏପର୍ଯ୍ୟନ୍ତ କ୍ଲିୟର ହେଇପାରୁନାହାନ୍ତି କି ବାସ୍ତବରେ ଏଥିରେ ଆମକୁ ସୁରକ୍ଷା ମିଳିପାରିବ କି ନାହିଁ। ଆଜିର ବିଗ୍ ଡିସ୍କସନରେ ଏତିକି। ନେକ୍ସଟ ଷ୍ଟେପ୍ରେ ଆମେ ନିଶ୍ଚିତ ରୂପରେ ଆଲୋଚନା କରିବା କି କରୋନା ବାବଦରେ ଆସିଥିବା ନୂଆ ନୂଆ ଅପଡେଟ୍ ବିଷୟରେ। ନମସ୍କାର।